ହ୍ୟାଲୋ ସାଙ୍ଗମାନେ, ଜୟ ଜଗନ୍ନାଥ। ଦେଖନ୍ତୁ, ମୁଁ ବର୍ତ୍ତମାନ ମୋ ସ୍କୁଲକୁ ଯାଉଛି। ଆଜିର ଭିଡ଼ିଓର କାରଣ ହେଉଛି ମୋ ପ୍ରି ସ୍କୁଲ ରାସ୍ତା କିଭଳି ଥିଲା ଆଉ ତାକୁ ପରେ ପୁଣି କିଭଳି ସଫାସୁତୁରା କରାଯାଇଛି, ଯେଉଁଟାକି ଜିକେଏସ୍ ପଇସା ଥ୍ରୁରୁ ହେଇଛି। ମୋ ଭାଇ ଆସିକି ମୁଁ ଯାଉଥିଲି, ଗଲାବେଳକୁ ଗୋଟେ ପ୍ରି ସ୍କୁଲ ଛୁଆ ଯିବା ପାଇଁ ଚାହିଁଲା। ସେଠି ଥଟ୍ଟା ମଜା କରି ଦେଖନ୍ତୁ, ଏଇଟା ହେଉଛି ଆମ ଗାଁକୁ ରାସ୍ତା, ଏଇଟା ହେଉଛି ଆମର ପ୍ରି ସ୍କୁଲ ରାସ୍ତା। ଏ ସାଇଡ଼ରେ ଯେଉଁଟାକି ଆମ ସ୍କୁଲ ରହିଗଲା। ଦେଖନ୍ତୁ, ଏଇ ରାସ୍ତା, ଏଇ ଘରଟା ହେଉଛି ଲାଷ୍ଟ, ଶେଷ ଘର ଅଛି। ଏଠୁ ଦେଖନ୍ତୁ ରାସ୍ତା, କେଉଁ ଭଳିଆ ରାସ୍ତା ଆପଣମାନେ ଦେଖନ୍ତୁ। ଜଙ୍ଗଲ, ତା ମଝିରେ ମଝିରେ ପୁଣି ଝାଡ଼ା ବି ବସିଥିବେ ଲୋକମାନେ। ଛୋଟ ଛୋଟ ପିଲାମାନେ ଯାଉଛନ୍ତି ଏ ରାସ୍ତାରେ। ଏ ରାସ୍ତାରେ ସାପ, ବେଙ୍ଗ, ଆହୁରି ବି ଦରକାର ପଡ଼ିଲେ ବେଳେବେଳେ ବିଲୁଆ ଫିଲୁଆ ବି ଯାଉଛି ଏ ରାସ୍ତାରେ। ଚାରିପଟେ ତ ବିଲ ଦେଖୁଛନ୍ତି ଆପଣମାନେ। କାହାର ବି ସେଥିପ୍ରତି ସଜାଗ, କିନ୍ତୁ ମୋର ପ୍ରି ସ୍କୁଲ ମାଆ ମାନେ ଆସନ୍ତି ଛୁଆମାନଙ୍କୁ ଛାଡ଼ିବା ପାଇଁ, ତେଣୁ କିଛି ଅସୁବିଧା ହୁଏନି। ତଥାପି ଯେଉଁ ମାଆ ମାନେ ଆସନ୍ତି, ବାପାମାନେ ଆସନ୍ତି, ସେମାନେ କୁହନ୍ତି ଯେ ଏ ରାସ୍ତାରେ ସାପ ଅଛି, ଆଉ ଏପଟ ରାସ୍ତାରୁ ସେପଟ ରାସ୍ତା ଯାଉଛି। କ'ଣ କରାଯିବ, ମୁଁ କିଛି ଉପାୟ ପାଇଲିନି। ସବୁ ବର୍ଷ ଏମିତି ସଫା ହୁଏ। ଏ ବର୍ଷ ଭାବୁଥିଲି ଏ ବର୍ଷ ସଫା କରିବିନି, କିନ୍ତୁ ମନ ମାନିଲାନି। ତେଣୁ ବାଧ୍ୟ ହୋଇକି ମୋ ପ୍ରି ସ୍କୁଲଟାକୁ ସଫାସୁତୁରା କଲି। ଆପଣମାନେ ଦେଖିଥିବେ, ମୁଁ ଆଗରୁ ବି ଗୋଟେ ଭିଡ଼ିଓ ପୋଷ୍ଟ କରିଥିଲି। ମୋର ତ ସବସ୍କ୍ରାଇବର ଏତେ ନାହାନ୍ତି ବା, ମୁଁ ସମସ୍ତଙ୍କୁ ଜାଣିପାରୁନି, ସମୟ ପାଉନି। ଦେଖନ୍ତୁ କେତେ ଜଙ୍ଗଲ ରାସ୍ତା, ଆଉ ସ୍କୁଲ କେତେ ଦୂରରେ ଅଛି। ମୁଁ ଆଉ ସ୍ପିଡ଼ି କରିଛି ଭିଡ଼ିଓଟିକୁ। କେତେ କିଲୋମିଟର ଆପଣ ଚିନ୍ତା କରନ୍ତୁ। ପର ଭିଡ଼ିଓ ମୁଁ ଆପଣଙ୍କୁ ସଫାର ଭିଡ଼ିଓଟା ବି ଦେଖେଇବି, ପୋଷ୍ଟ କରିବି। ଥ୍ୟାଙ୍କ ୟୁ। ଦେଖନ୍ତୁ।